କାହାଣୀ ଅବଲଗରା କଥା। ଯୋଗିନୀ ଲଙ୍ଗୁଳି ମାତା। ପଣ୍ଡିତେ ଅବଲଗରା ରଙ୍ଗା ତୀର୍ଥରେ ପହଞ୍ଚି ଛୋଟ ସହରଟିରେ ଉଠିଲେ। ପାଖରୁ ସଉଦାପତ୍ର ସରିଯାଇଥାଏ। ପଣ୍ଡିତେ 5 ଟଙ୍କା ଦେଇ ତେଲ ବୋତଲ, ଡାଲି, ଚାଉଳ ଲାଗି ବରାଦ କଲେ। ଅବଲଗରା, ଆମ୍ଭେ ଏହି ଦେବୀ ମଣ୍ଡପ ପାଖରେ ବସିଛୁ। ତୁ ବଜାରରୁ ସଉଦା ନେଇ ଆସିବୁ ଯା। ଏଇଠି ରୋଷେଇ ଦିନେ ଦିନେ କରିଦେଇ ରାତିରେ ବିଶ୍ରାମ କରିବା। ଅବଲଗରା ଗଣ୍ଠିଲି ପତ୍ର ଭାର ରଖି ବୋତଲ ଥଳି ନେଇ ବଜାରକୁ ଗଲା। ନୂଆ ଜାଗା ଟିକେ ବୁଲାବୁଲି କରି ଦେଖିବାର ଆଗ୍ରହ ନେଇ ଏଣେତେଣେ ଦେଖିବାକୁ ଲାଗିଥାଏ। ବରଗଛ ମୂଳରେ ଗୋଟିଏ ସୁନ୍ଦରୀ ଷୋଳଶୀ ଯୁବତୀ କନ୍ୟାଟିଏ ବସିଛି। ମୁଣ୍ଡ ବାଳ ଜଟା ହୋଇଗଲାଣି। କଥା କହୁନି। କେତେ ଲୋକ ଘେରି ଦେଖୁଛନ୍ତି। ନ ଜାଣିବା ଲୋକେ ବାଟ ଭାଙ୍ଗି ଚାଲି ଯାଉଛନ୍ତି। ନ ଜାଣିବା ଲୋକେ ତାର ସୁନ୍ଦର ରୂପ ଯୌବନକୁ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି। ଅବଲଗରା ଝିଅଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଲୋକଙ୍କୁ ତାର ପରିଚୟ ଓ ଲଙ୍ଗଳା ହୋଇ ବୁଲୁଥିବା କାରଣ ପଚାରିଲା। କେହି ଠିକ୍ କହିପାରିଲେ ନାହିଁ। ବୁଢ଼ାଟିଏ କହିଲେ, ଆରେ ବାବୁ, ସେ ଯୋଗିନୀ କଥା କହେନି। ଆମେ ତ ବାପା ସାଆନ୍ତ ବାପ ଅମଳରୁ ଏମିତି ତାକୁ ଦେଖୁଛୁ। କଳିକାଳର ଚଣ୍ଡୀ ସେ। ଚଣ୍ଡୀ କଥା ଶୁଣି ଭୟରେ ଅବଲଗରା ପଳାଇ ଆସିଲା। ଏଣୁ ତେଣୁ ସଉଦା କରି ଫିକା ମନରେ ପଣ୍ଡିତଙ୍କ ପାଖରେ ପହଞ୍ଚି ସବୁ କଥା କହି ଜାଣିବାକୁ ଚାହିଁଲା। ଯୋଗିନୀ ଲଙ୍ଗୁଳି ମାତାର କାରଣ। ପରିବ୍ରାଜକ ଆଚାର୍ଯ୍ୟ ପଣ୍ଡିତେ ମୂର୍ଖ ଅବଲଗରା ମନକୁ କରିବାକୁ କହିଲେ। ପକା କମଳ ପୋଛତା। ବସ ଅବଲଗରା ଶୁଣିବୁ କଥା। ଅବଲଗରା କହିଲା, ଚକା ପକାଇ ବସିଲି ମୁହିଁ। କଥା କହୁଥାଅ ମନା ଗୋସାଇଁ। ଗୋସାଇଁ ନିତ୍ୟକର୍ମ ସାରି ଚୁଲା ଖୋଲି ରୋଷେଇ ବସାଇ ପାନ ବଟୁଆର ପାନ ଖଣ୍ଡେ ତୁଣ୍ଡରେ ଦେଇ ଅବଲଗରାକୁ ଗପ ଶୁଣାଇଲେ। ବହୁ କାଳର କଥା। ଏଇ ବଙ୍ଗଦେଶ ଗୋଟିଏ ରାଜବଂଶରେ ରୂପମାଳା ନାମରେ ଝିଅଟିଏ ଜନ୍ମ ହୋଇଥିଲା। ଖୁବ୍ ସୁନ୍ଦରୀ। ସମସ୍ତେ ତା ରୂପକୁ ପ୍ରଶଂସା କରି ଭଲ ପାଉଥିଲେ। ରୂପମାଳା ରୂପ ଆଲୋକରେ ଅନେକ ପୁରୁଷ ଝାସ ଦେଲେ। ରୂପମାଳା ବି ଖୁବ୍ ଭଲ ପାଉଥିଲେ ତାର ଆଲୋକକୁ ଦିଗ୍ବିଦିଗ ବିତରଣ କରି ଗୌରବ ଅର୍ଜନ କରିବାକୁ। ସଖୀମାନଙ୍କ ସହିତ ବନବିହାର କରେ। ଗଙ୍ଗାକୁ ଯାଇ ଉଲଗ୍ନ ହେଇ ଜଳକେଳି କରେ। ଅନେକ ସୁନ୍ଦର ପୁରୁଷକୁ ସେ ସଖୀକୁ ପଠାଇ ପାଖକୁ ଡାକି ଆଣି ଉଲଗ୍ନ ହୋଇ ଉପଭୋଗ କରେ। ସହଜେ ରାଜା ଝିଅ। ସୁନ୍ଦର ତା ରୂପ। କେଉଁ ପୁରୁଷ ପାଇଲେ ଲୋଭ ନ ହେବ। ରୂପମାଳାକୁ ବେଶୀ ଭଲ ପାଉଥିଲା ସୌଦାଗର ପୁଅ। ସେ ବାହା ହେବାକୁ ସ୍ଥିର କଲାରୁ ରାଜା ଏକଥା ଜାଣି ମନାଇଲେ। ସୌଦାଗର ପୁଅ ଏଥିଲାଗି ଦେବୀ ପୂଜା କରି ଦେବୀଙ୍କ ଦର୍ଶନ ଭାର କରି ଏକ ଖଣ୍ଡା ପାଇଲା। ସେହି ଖଣ୍ଡାରେ ରାଜାଙ୍କୁ ମାଗି ନିଜେ ରାଜା ହୋଇ ରୂପମାଳାକୁ ଜୋର କରି ବାହା ହେଲା। ଓଲେଇ ଗାଈ ପଘାରେ ବନ୍ଧା ହେଲେ ସମ୍ଭାଳି ରହେନି। ରୂପମାଳା ରାଜ ଅନ୍ତଃପୁରରୁ ବାହାରି ବାହାର ଯୁବକମାନଙ୍କୁ ଯାଇ ଦେଖା କରେ। ଏଥିରେ ନୂଆ ରାଜା ରାଗରେ ପ୍ରହରୀ ଜଗାଇ ବନ୍ଦୀ କଲା ରୂପମାଳାକୁ। ରୂପମାଳା ସେଠାରୁ ଲୁଚି ନିବିଡ଼ ବନସ୍ଥକୁ ପଳାଇ ଜଣେ ଋଷିଙ୍କୁ ପାଇ ତାର ମନ କଥା ଜଣାଇଲା। ଋଷି ତାକୁ ଫଳଟି ଦେଇ କହିଲେ, ୟାକୁ ଖାଇଦେ। ତୁ ସବୁବେଳେ ଯୁବତୀ ହୋଇ ରହିବୁ। କେହି ତୋତେ ଧରି ରଖିପାରିବେ ନାହିଁ। ମନ ଇଚ୍ଛା ବୁଲି ବିହାର କରିବୁ। ରୂପମାଳା ପୁନରାୟ ଅଷ୍ଟଶମ୍ଭୁ ପୂଜା କରି ବର ନେଲା କାଳକୁ ବଞ୍ଚି ରହିବାକୁ। ରାଜକର୍ମଚାରୀ ତାକୁ ଖୋଜି ଧରି ଆଣିଲେ। ବନ୍ଦୀ କରି ରଖିଲେ। କିନ୍ତୁ ବନ୍ଦୀଶାଳାରେ ବି ରୂପମାଳା ସମସ୍ତଙ୍କ ସହିତ ସୁଖ ସମ୍ଭୋଗ କରି ପୁନରାୟ ଖସି ପଳାଇଗଲା। ରାଜା ବିରକ୍ତ ହୋଇ ରାତିରେ ଗୋଟିଏ ବଡ଼ ଗୁଣିଆ ଡକାଇ ରୂପମାଳାର ମୁଖ ବନ୍ଧନ କରିଦେଲେ। ସେ ସବୁଦିନ ଲାଗି କଥା କହିବା ଓ ପ୍ରେମ ଭିକ୍ଷା କରିବାର ଶକ୍ତି ହରାଇଲା।
ରୂପମାଳାର ମସ୍ତିଷ୍କ ବିକୃତ ହେଲା। ଲଙ୍ଗଳା ହୋଇ ଗୋଡ଼ାଇ ଗୋଟି ଗୋଟି ତଣ୍ଟି ଚିପି ରାଜପୁରୀକୁ ଖାଲି କଲା। ଯେତେ ଅସ୍ତ୍ରଶସ୍ତ୍ର ମାରିଲେ ମଧ୍ୟ ସେ ବର ପାଇଥିବାରୁ ମଲା ନାହିଁ। ଶେଷରେ ସମସ୍ତେ ମିଳି ଆଶ୍ୱାସନା କରି ତାକୁ ଚଣ୍ଡୀ ଗ୍ରାସିଛି ବୋଲି ଭୟ କରି ଦୂରରେ ନେଇ ଛାଡ଼ି ଦେଇ ଆସିଲେ। ସେହି କାଳରୁ ସେ ଚିରଯୌବନା ରହିଛି, ଆଉ ମନ ଇଚ୍ଛା ହସୁଛି। ଲୁଗାପଟା ଦେଲେ ଚିରି ଫୋପାଡ଼ି ଦଉଛି, ରଗାଇ ଦେଲେ ସେ କାମୁଡ଼ି ମାରିଦିଏ। ଲୋକେ ଆଦର କଲେ ସେ ନିଜର ଦେହ ଦେବାକୁ ଲାଜ କରେନି। ହେଲେ ତାକୁ ଲୋକେ ଯୋଗିନୀ ଲଙ୍ଗୁଳି ମାତା ବୋଲି କହନ୍ତି। କଥାରେ ମଞ୍ଜି କହିଲି ତୋତେ, ମନରେ ହୁଅ ଖୁସି। ରୋଷେଇ ବାସ ହେଲାଣି ଶେଷ, ଖାଇବ ଆସ ବସି।